17 ଅଧ୍ୟାୟ ଓଡ଼ିଆ ଭାଷାରେ। ସର୍ବପ୍ରଥମେ ଭାରତ ମାତାଙ୍କର ପିତାମାତା ଏବଂ ପିତାମାତାଙ୍କର ପୁଅ ଝିଅ ସମସ୍ତେ ମୋର ଭାଇ ଓ ଭଉଣୀଗଣ। ଆପଣମାନେ ସମସ୍ତେ ଜାଣନ୍ତି ଆଦିବାସୀ ଏକ ଶବ୍ଦ। ଏହି ଶବ୍ଦର ଅର୍ଥ ଦୁଇ ପ୍ରକାର। ପ୍ରଥମତଃ ଆଦିମ ଆଦିବାସୀ, ଦ୍ୱିତୀୟତଃ ତାଲିକାଭୁକ୍ତ ଆଦିବାସୀ। ଏଠାରେ ଆଦିମ ଏକ ଜାତି, ସେହିଭଳି ତାଲିକାଭୁକ୍ତ ଏକ ଜାତି। ଆଦିମ ଜାତି ନୁହେଁ ତାଲିକାଭୁକ୍ତ ଜାତି। ଏ ଜାତି ଦୁଇଟି ଅଲଗା ଅଲଗା। ଆଦିମ ଜାତିର ଲୋକଙ୍କର ନିଜସ୍ୱ ଧର୍ମ ଅଛି, ନିଜସ୍ୱ ଧର୍ମ ସମାଜ ଅଛି, ନିଜସ୍ୱ ଧର୍ମ ସମାଜ ଗୁରୁ ଅଛନ୍ତି, ନିଜସ୍ୱ ଭାଷା ସାହିତ୍ୟ ଅଛି, ନିଜସ୍ୱ ପରମ୍ପରା ସଂସ୍କୃତି ଅଛି। ଏମାନଙ୍କର ଜନ୍ମରୁ ନାହିଁ କାଟିବା ଠାରୁ ଆରମ୍ଭ କରି ଛୁତ ଫେଡ଼ାଣ କରିବା, ନାହିଁ ପୋତିବା, ନାମକରଣ କରିବା, ନିଜସ୍ୱ ଭାଷା ଲିପିରେ ଶିକ୍ଷା ଦେବା, ସଂସ୍କୃତି ପରମ୍ପରା ଅନୁଯାୟୀ ନିଜସ୍ୱ ସମାଜରେ ବିବାହ କରିବା, ମୃତ୍ୟୁ ହେଲେ ନିଜସ୍ୱ ସଂସ୍କୃତି ପରମ୍ପରା ଅନୁଯାୟୀ ଶବ ଦାହ କରିବା କିମ୍ବା ଶବ ପୋତିବା, ତେଲମାନ କରିବା, ଗଙ୍ଗା ସ୍ନାନ କରିବା, ଶେଷରେ ଭାଣ୍ଡାନ କରି ଏହାର ଆତ୍ମାକୁ ପବିତ୍ର କରି ନିଜସ୍ୱ ଗାଁରେ ଥିବା ଧର୍ମ ମନ୍ଦିରରେ ପୁଅ ହେଲେ ଦେବ ମାରାଙ୍ଗବୁରୁ, ଝିଅ ହେଲେ ଦେବୀ ଜାହେରାୟ ରୂପେ ପୂଜା ଅର୍ଚ୍ଚନା କରନ୍ତି। ଏ ସମସ୍ତ କର୍ମ କରନ୍ତି ନିଜସ୍ୱ ଲୋକଙ୍କ ଦ୍ୱାରା। ଏମାନେ ଅନ୍ୟ ଜାତିର ଲୋକଙ୍କ ଉପରେ ନିର୍ଭର କରନ୍ତି ନାହିଁ। ମାତ୍ର ତାଲିକାଭୁକ୍ତ ଜାତିର ଲୋକଙ୍କର ନିଜସ୍ୱ ଧର୍ମ ନାହିଁ, ନିଜସ୍ୱ ଧର୍ମ ସମାଜ ନାହିଁ, ନିଜସ୍ୱ ଧର୍ମ ସମାଜ ଗୁରୁ ନାହାନ୍ତି, ନିଜସ୍ୱ ଭାଷା ସାହିତ୍ୟ ନାହିଁ, ନିଜସ୍ୱ ସଂସ୍କୃତି ପରମ୍ପରା ନାହିଁ। ଏମାନଙ୍କର ସମାଜ କର୍ମ ଜନ୍ମଠାରୁ ଆରମ୍ଭ କରି ଗଙ୍ଗା ସ୍ନାନ ପର୍ଯ୍ୟନ୍ତ ସମସ୍ତ କର୍ମ ବ୍ରାହ୍ମଣ ଧୋବା ବାରିକ ଦ୍ୱାରା ସମ୍ପନ୍ନ କରନ୍ତି। ଏମାନେ ନିଜସ୍ୱ କନ୍ୟା ଅନ୍ୟ ସମାଜରେ ବରକୁ ବିବାହ ଦିଅନ୍ତି ଏବଂ ନିଜସ୍ୱ ପୁଅ ଅନ୍ୟ ସମାଜର କନ୍ୟାକୁ ବିବାହ କରନ୍ତି। ଆଦିମ ଜାତିର ଲୋକଙ୍କ ଉପଜାତି ସହିତ ତାଲିକାଭୁକ୍ତ ଜାତି ଲୋକଙ୍କ ଉପଜାତି ସହିତ କୌଣସି ସାମାନ୍ୟତା ନାହିଁ। ଜଣେ ଭାରତର ବାସିନ୍ଦା ତ ଅନ୍ୟ ଜଣେ ଭାରତର ନାଗରିକ। ବାସିନ୍ଦା ଏବଂ ନାଗରିକ ମଧ୍ୟରେ ତଫାତ ହେଲା ଯେଭଳି ଘର ଲୋକ ଏବଂ ଘରକୁ ଆସିଥିବା ବନ୍ଧୁବାନ୍ଧବ ଲୋକ। ତେବେ ଘର ଲୋକ କେବେ ବନ୍ଧୁବାନ୍ଧବ ଲୋକ ନୁହେଁ କିମ୍ବା ବନ୍ଧୁବାନ୍ଧବ ଲୋକ କେବେ ଘର ଲୋକ ହେବେ ନାହିଁ। ଭାରତର ବଣ ଜଙ୍ଗଲରେ ହିଂସ୍ର ଜନ୍ତୁଙ୍କ କବଳରେ ଏକ ବଣୁଆ ଜାତି ଲୋକ ଥିଲେ। ସେମାନେ ଅତି ନିଷ୍ଠୁର ହିଂସ୍ର ଜାତି ଥିଲେ। ମଣିଷକୁ ମାରି ଖାଉଥିଲେ। ସେମାନେ ହିଁ ଭାରତ ମାତାଙ୍କ ମୂଳ ବାସିନ୍ଦା। ଆର୍ଯ୍ୟ, ମରଠା, ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ମୂଳ ବାସିନ୍ଦା ନୁହନ୍ତି। ଏହା ଭାରତ ଇତିହାସ ଦ୍ୱାରା ଲିଖିତ ଏବଂ ଭାରତ ଧର୍ମଗୁରୁଙ୍କ ଦ୍ୱାରା ଉଚ୍ଚାରିତ। ଆଜି ପାଇଁ ଏତିକି। ଅପେକ୍ଷାରେ ରହନ୍ତୁ ପରବର୍ତ୍ତୀ ଅଧ୍ୟାୟକୁ। ଶ୍ରୀ ଜଗଦାନନ୍ଦ ହେମ୍ବ୍ରମ, ଆଦିମ ଜାତି, ଆଦିମ ଆଦିବାସୀ।